भगवते वासुदेवाय नमः। प्रथम स्कंध चतुर्थ अध्याय। व्यास उवाच एमन्ते भागवत बाणी सुत मुनिंक मुख शुणी मुनिंक मध्ये कुलवृद्ध सौनक नामे धर्मशुद्ध सर्वमुनिंक अवधाने पुछन्ति मधुर वचने। सौनक उवाच हे सुत तुम्भे महाधीर बोकता जन मध्ये वर जाह्नवी तटे राजा आगे सुकजा कहिले सरागे से कथा कह आंभ आग तुम्भे जे अटो महाभाग ए भागवत शास्त्र केबे व्यास रचिले केउं जुगे काहार बोले काहीं बसी कि भावे कि हेतु उद्देशी सुक जे ताहांको कुमर समदरसी निर्विकार एकांत मती रात्र दिने कृष्ण महिमा जार मने निर्माया मूढ़ता प्रतीति लखी न पारे केही गति जाहार आग मन काले देव कन्या एथिले जले स्वभावे नग्न तांकु देखी धाइले लज्जाकु उपेखी देखिबा अर्थे जल तटे मिलिले सुकंकनी कोटे व्यासंकु तांको पछे चाही जले पशिले बेगे जाई स्वभावे जे सुर युवती जानती सर्व प्राणी गति देखी कन्यांको मूढ़ गति चंचल व्यासंकर मति पुणी क्षण के पाई शांति कन्यांको चाही पचारंती ओइल मोर पुत्र चाही किंपा पशिल जले जाई एकिस तुम्भर बेभार एकिस तुम्भर बेभार से सुक महर कुमर तरुण बयस ताहार ए वृद्ध शरीर महर व्यास वचने नारी गणे तक्षणे न मिले चरणे एकिस तुम्भर बेभार से सुक महर कुमर तरुण बयस ताहार ए वृद्ध शरीर महर व्यास वचने नारी गणे तक्षणे न मिले चरणे बोलन्ति व्यास मुख चाही संसार तांको हृदय नाही स्त्री पुरुष न जानती समस्त एक भावे चिंती तुम्हें जे बोलो आम्भे वृद्ध विषय रसी अच्छी सध ए घेनी होइलु अंतर आम्भर दोष क्षमा कर एमन्ते गले नारी गणे सुक रहिले सेहि बने से सुक मुनि किस कार्ये प्रवेश कले कुरु राजे जड़ उन्मत प्राय होई ताहांकु केही न जानई केमन्ते परीक्षित मेले मिलिले जाह्नवीर कूले तहि अनेक मुनि मध्ये ए भागवत रसा स्वादे प्रजांक द्वारे सायंकाले जे नित्य भिक्षा अर्थे मिले गोदह मात्र द्वारे रही गृहिंकी तीर्थ फल देई से मुनि परीक्षित मेले मिलिले पूर्व पुण्य फले से पुणी भागवत शास्त्र कहिले ए तो आचंबित से भागवत परीक्षित स्वभावे अभिमन्यु
ସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଅଗ୍ରତେ ଅତି ଅଦ୍ଭୁତ ଅଛୁ ଜାଣି ଏବେ ତରିବୁ ତାହା ଶୁଣି ସେ ସର୍ବରାଜାଙ୍କର ସାର ପାଣ୍ଡବ ବଂଶୀ କୀର୍ତ୍ତିଧର ରାଜ ସମ୍ପଦେ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇନ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେହୁଁ ଶରୀରେ ଏ ସଂସାରେ ବହଇ ପର ଉପକାରେ ହରି ଚରଣ ଚିନ୍ତି ଚିତେ ଯେ ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ ତୁମ୍ଭେ ସକାଳ ବିଦ୍ୟା ପର କହ ସଂଶୟ ଯାଉ ଦୂର ଏମନ୍ତେ ସୌନ କବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାଋଷି ମୁନିଙ୍କ ପ୍ରଶ୍ନ ପରଂଶଂସେ ସୁତବାଜ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟଯୁତେ ଯୋଜନ ଗନ୍ଧା ଖର୍ବଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ସେ ଏକ ଦିନେ ପ୍ରାତଃକାଳେ ସ୍ନାହାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ଅବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟରେ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳି ଆଗମେ ପ୍ରାଣୀଙ୍କର ଯେମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ତ୍ୱ ହୋଇବ ଶରୀରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଦୁର୍ଭୋଗ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ ରୁକ ଯଜୁ ସାମ ଅର୍ଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ ପଇଳ ମୁନି କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୈମିନୀଙ୍କି ଦେଲେ ସାମ ଯଜୁ ସେ ବଇ ସମ୍ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତାର ମୋହର ଶଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ବିହାଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ
ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ। ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଦରେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି। ବେଦୁ ଉଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ। କଲେ হে ସର୍ବଧର୍ମ ଯେତେ ତସ ନହିଲେ ହୃଦଗତେ। ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ। ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ଏ ମନ୍ତ ବିଚାରି। ଅତି କଠୋର ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି। କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ। ଯେଉଁ ଭାରତ ବେଦ ସାର କଲି ସ୍ତ୍ରୀ ଶୂଦ୍ର ତାରିବାରେ। ତେବେ ନିର୍ମଳ ନହେ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ। ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ। ଏ ମାୟା ତୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ। କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ବ୍ରହ୍ମ। ଏ ମନ୍ତ ହୃଦଏ ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମୟେ ନାରଦ ଆସନ୍ତି ଶୁଭେ ବୀଣା ନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ হে ଦୂର ଆଗ ସରି ନାରଦ করে কর ধরি। বসাই উত্তম আসনে পূজিলে অতিথি বিধানে। সে ব্যাস নারদଙ୍କ পাদে সুজনে প্রণাম আনন্দে। যার চিন্তনে পাপ নাশ নমঃ জগন্নাথ দাস। इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषीय उपाख्याने नारद आगमनं नाम चतुर्थ अध्याय।